जय श्री जगन्नाथ। दर्शक बंधु मु देवानंद आपन को स्वागत करुच्ची आज आउ एक नूतन अध्याय को। दर्शक बंधु जगतसिंहपुर जिला रघुनाथपुर ब्लॉक धरतगढ़ जंगल में आम पहुंचीचे। अनेक चैनल माध्यम यह स्थान टी आपण दर्शन करिसेंती। ध्रुव तपस्या स्थली नाम यह स्थान टी परिचित। किंतु यह स्थान रे पहुंचीचु आम आज हठात। किंतु यह स्थान रे जो बाबा रहउचंती 25 वर्ष धरी किंतु से एबे असुस्थ अछंती। तांको दर्शन करिबा एवं ए पीठ दर्शन करिबा आम सहित जोड़ी होइकी रहिथांतु। एवं जो बाबा 25 वर्ष धरी ए पीठ रे रहिचंती तांको सहित सीधा सड़क कथा हेबा। कौन कहउचंती तांको अनुभव अनुभूति ए क्षेत्र रे कौन रहिछि तांको सहित कथा हेबा। आम सहित जोड़ी होई रहिथांतु एवं आसंतु दर्शन करिबा। दर्शक बंधु आपण देखि पारुथिबे जो बाबा आम सांगरे जोड़ी होइछंती। आज आमे आसिक देखिलु प्रथमे बाबा पूरा शोइथिले किंतु बाबा देह पूरा असुस्थ अछि। बाबा सहित टिके कथा हेबा खाली। बाबा आपन को प्रणाम एवं आम चैनल को स्वागत। बाबा आपण 25 वर्ष धरी एई पीठ रे रहिलेनी, कोन आपनकर अनुभव रहिछि एई पीठ रे? ଏଠି ଧ୍ରୁବ ଫାଷ୍ଟରେ ତପସ୍ୟା କରିଥିଲେ। ସିଏ ହଉଛନ୍ତି ରାଜାଙ୍କର ପୁଅ, ଉତ୍ତନପାଦ ରାଜାଙ୍କର ପୁଅ। कहा पुआ बाबा? ଉତ୍ତନପାଦ ରାଜା, ଉତ୍ତନପାଦ ରାଜା उत्तम पाद राजा। ତାଙ୍କର ଦି ରାଣୀ। ଇଏ ହଉଛି ବଡ ରାଣୀଙ୍କ ପୁଅ। ये कोउ जुगर कथा बाबा? ସତ୍ୟଯୁଗର କଥା। ଇଏ ସତ୍ୟଯୁଗର କଥା। ସତ୍ୟଯୁଗରେ ସେ ରାଜା ଥିଲେ। ସେ ରାଜାଙ୍କର ଦି ରାଣୀ। ଇଏ ହଉଛି ବଡ ରାଣୀଙ୍କ ପୁଅ। ଇଏ ଦିନେ ବଡ ରାଣୀଙ୍କ ବାପାଙ୍କ କୋଳରେ ଧ୍ରୁବ ଯାଇ ବସିଲେ। ଯଦି ବସିଲେ ଇଏ 7 ବର୍ଷ କଥା, 7 ବର୍ଷ ଧ୍ରୁବ ହେଇଥିଲେ। ସେ ଯାଇ ବାପାଙ୍କ କୋଳରେ ବସିଲା। ବାପାଙ୍କ କୋଳରେ ବସିଲେ ତା ମା ଆସିଲା, ସେ ବାପାଙ୍କ କୋଳରୁ କାଢିକିରି ବାହାର କରିଦେଲା। ଯଦି ବାହାର କରିଦେଲା ସେ ମନ ଦୁଃଖ ହେଲା। ସିଏ ଯାଇକି ତାଙ୍କ ମାଆଙ୍କୁ କହିଲା, ସୁରୁଚି ସୁମୁଚି ଦି ଜଣ ତା ମାଆକୁ ଯାଇ କହିଲା। ମା କହିଲା, ଆଚ୍ଛା ଆମର ଠାକୁର ଅଛନ୍ତି, ଆଉ ସେ ହେଲା ହେଲା ଆଉ କ'ଣ କରିବା। ନା ଠାକୁର କୋଉଠି ଅଛନ୍ତି କହ। ନା ତୁ ପିଲା ଲୋକ, ତୁ କ'ଣ ଠାକୁର ଏଇଛା ଦେଖିପାରିବୁ? ନା ହଁ କହ ତୁ। ନା ହଁ କହିବା ଆଉ କହିକି ରାତିରେ ଶୋଇଲେ। ମା ଯେମିତି ନ କହିଲା, ଇଏ ରାତିରେ ଧ୍ରୁବ ଉଠିକି ପଳେଇ ଆସିଲେ। ଯଦି ପଳେଇ ଆସିଲେ, ଆସିକି ବୁଲିକି ଜଙ୍ଗଲରେ ରହିଲେ। ଜଙ୍ଗଲରେ ରହିଲା ପରେ ଜଙ୍ଗଲରେ ନାରଦ ଆସି ପହଞ୍ଚିଲେ। ନାରଦ ଯେମିତି ପହଞ୍ଚିଲେ, କହିଲେ ତୁ ପିଲା ଲୋକ, ତୁ କୁଆଡ଼େ ଏଣେ? ନା ମୁଁ ଆଇଛି ଠାକୁରଙ୍କୁ ଡାକିବାକୁ। ତୁ କ'ଣ 7 ବର୍ଷର ପିଲାଟିଏ, ତୁ କ'ଣ ଠାକୁରଙ୍କୁ ଡାକିବୁ? କ'ଣ କରିବୁ? ସେଇଠୁ ତାକୁ ଦୀକ୍ଷିତ କରିଦେଲେ। ଦୀକ୍ଷିତ କଲେ ଯେ ଓಂ ନମୋ ଭଗବତେ ବାସୁଦେବ ଏଇ ନାମ ତାକୁ ଦେଲେ। ଦେଇକି ତାକୁ ଏଇଠି ବସେଇଲେ। ବସେଇକି ତାଙ୍କ ଆଗରେ ବ୍ରହ୍ମ ଅଗ୍ନି ନଗେଇଲେ। ଧୁନି ଯୋଉ ଧୁନି ହେଇଛି ଏ ନଗେଇଲେ। କହିଲେ ତୁ ଏଇଆକୁ ଅନେଇକିରି ତୁ ଜପ ଓಂ ନମୋ ଭଗବତେ ବାସୁଦେବ। ଏମିତି ଜପିଲା। ଜପିକି ସେଇଠୁ ଠାକୁର ଆସି ପହଞ୍ଚିଲେ। ଠାକୁର ପହଞ୍ଚିକି ଠାକୁର ସେଇଠୁ କହିଲେ, ଇରେ ତୁ କୁଆଡ଼େ? ନା ମୁଁ ଏମିତି ଠାକୁରଙ୍କୁ ଖୋଜୁଛି। ନା ହଁ ମୁଁ ଠାକୁର, ଆଉ ତୁ କ'ଣ ବର ମାଗୁଛୁ ମାଗେ। ନା ମୋର ବର କିଛି ଦରକାର ନାହିଁ। ମୋର କ'ଣ ହବ? ମୋର ଠାକୁର ଦରକାର। ହଉ ଠାକୁର ଦରକାର। ଠାକୁର ସେଇଠୁ ତାକୁ ବର ଦେଲେ। ସେ ସେଇଠୁ ଧ୍ରୁବ ତାରା ହେଇକିରି ଆକାଶରେ ରହିଲେ। ସେଇଠୁ ଧ୍ରୁବ ତାରା ହେଇକି ତ ରହିଲେ। ଇଏ ତ ସେଇଠୁ ଏଇଠୁ ଗଲେ ବିଦା ହେଇକିରି ଆଉ। ବାବା ଆପଣ 25 ବର୍ଷ ରହିବା ଭିତରେ କିଛି ଏମିତି ଅନୁଭବ କରିଛନ୍ତି ଏଇ କ୍ଷେତ୍ରରେ? ହଁ, ଠାକୁର ଯିବା ଆସିବା କରନ୍ତି। ଏଠି ଯୋଉ ଠାକୁର ଥିଲେ, ଯୋଉ ଋଷି ଆଗରୁ ନାରଦଟି, ଏଇଟା ଦଧିଜୀବୁନି ଆଶ୍ରମ ଏଇଠି ଥିଲା ଆଗେ। ସେ ଦଧିଜୀବୁନି ଋଷି ଯାଆନ୍ତି ହଂସୁଆକୁ ଗାଧେଇବାକୁ ସବୁଦିନ 5ଟାରେ। 2 ଥର ଖଣ୍ଡେ ତାଙ୍କୁ ଦେଖିଛି ମୁଁ। ଏ ଗାଧେଇବାକୁ ଗଲାବେଳେ ଖଡ଼ମ ମଡ଼େଇକିରି ଠକ ହେଇ ଯାଆନ୍ତି। ବାବା ବାବା କାହାକୁ ଦେଖିଛନ୍ତି ଆପଣ? ଦଧିଜୀବୁନି ଋଷି ଯେତେବେଳେ ଥିଲେ, ସେ ତ ଋଷି, ସେ ତାଙ୍କ ଅସ୍ଥି ଯାଇଥିଲା ସେ ଅସୁର ମରିବା ପାଇଁ, ଭୂତାସୁର ନା କିଏ ମରିବା ପାଇଁ। ସେଇ ଋଷି ଥିଲେ। ସେଇ ଋଷି ଯିବା ଆସିବା କରନ୍ତି।
ଏଇ ଯାଆନ୍ତି ହଂସୁଆ ଗାଧୋଇବାକୁ ସେଇଠୁ ଆସନ୍ତି ତାଙ୍କର ଏଇଠି ତାଙ୍କ ଜାଗା ତ ଅଛି ଏଠି ରହନ୍ତି ଆଉ। ବାବା ସେ କେବେ ଏଇଠି ରହୁଥିଲେ? ସିଏ ସତ୍ୟଯୁଗର କଥା ଆଉ। ସେ ସେବେ ରହୁଥିଲେ ଏଇଠି? ଏବେ ନୁହଁ, ସେ ଋଷି ଥିଲେ ତାଙ୍କ ଅସ୍ଥି ଗଲା, ସିଏ ଯାଇ ଅସୁର ସର ହେଲା, ସିଏ ବୋଲା, ସିଏ ବହୁ ଧନ୍ଦା। ଏ ପୀଠଟା ସତ୍ୟଯୁଗର ପୀଠ। ଆଉ ଏଇଟା ଅଚ୍ୟୁତ ତ ଆଙ୍କୁ ଆଙ୍କ ସାଙ୍ଗରେ ସମ୍ବନ୍ଧ ଅଛି ଆଉ। ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ବି ସମ୍ପର୍କ ରହିଛି। ବାବା ଆପଣ କହିଲେ ଯେତେବେଳେ ଋଷି ଜଣେ କଠଉ ମାଡ଼ିକି ଯିବାର ଆପଣ ନିଜେ ଦେଖିଛନ୍ତି? ହଁ, ମୁଁ ଏଇଠି ଏଇ ଆଗରେ ଶୋଇଥିଲି, ଖରା ଦିନ ତ ଏଇ ଆଗରେ ଶୋଇଥିଲି, ସେ ହଂସୁଆକୁ ଏମିତି ସିଧା ଯାଆନ୍ତି। ଚାଲିକି ଯିବାର ବାବା ଆପଣ ଦେଖିଛନ୍ତି? ଆଉ କିଛି କଥା ଘଟିଛି ଏ କ୍ଷେତ୍ରରେ? ଆଉ କ'ଣ କିଛି ନାହିଁ, ସେ ସାପ ଫାପ ଠାକୁରଙ୍କର ଅଛି, ସିଏ ଯିବା ଆସିବା କରନ୍ତି, ସିଏ କିଛି ନାହିଁ। ଏଇଠି ଆରି ଉପରେ ଆସିକି ବୁଲନ୍ତି ନାଗ। ଏଇଠି ଏଇଠି କାଲି ପରଦିନ ଆଇଥିଲେ, ଆସି ବୁଲୁଥିଲା। ସେ କିଛି କ୍ଷତି କରିବନି। କିନ୍ତୁ ବାବା ଆପଣ 25 ବର୍ଷ ଏଠି ରହିଲା ଭିତରେ ଆପଣ ଏବେ ଅସୁସ୍ଥ ଅଛନ୍ତି, କେମିତି କ'ଣ ଏଠି ଚଳୁଛନ୍ତି? ସେ ଗୋଟିଏ ଭକ୍ତ ଅଛି, ମାସିକିଆ ସଉଦା ଦେଇଯାଏ। ସେ କ'ଣ ପାଇଲା, କିଛି ଦିନେ ଆସିଲା ଏଠିକି, ଏଇଠି ଆସିକି ପହଞ୍ଚିକିରି ବସିଲା, ବସିକି କଥାବାର୍ତ୍ତା ହେଲା। ମୁଁ କହିଲି ଯାଇଥିଲେ ଟିକେ ଦୋକାନକୁ ହେଇଥାନ୍ତା, ସଉଦା ପତ୍ର କିଛି ନାହିଁ। ନା କ'ଣ ସଉଦା ନାହିଁ କହୁନା? ସଉଦା କ'ଣ ନଥିଲା, ମୁଁ କହିଲି। ସେ ଯାଇକି 1000-1200 ଟଙ୍କାର ସଉଦା ଆଣିକି ଦେଲା, ଦେଇକିରି ଖାଇଲା ପିଇଲା ଗଲା। ସେଇଦିନଠୁ ସେ ମାସକୁ ମାସ ଆଣି ସଉଦା ଦେଇଯାଏ। ଆଜି 2 ବର୍ଷ 3 ବର୍ଷ ହେଲାଣି ଏମିତି ଚାଲିଛି। ଏଣେ ଭତ୍ତା ଅଛି, ଏଇଟା ବିପିଏଲ ଚାଉଳ ଅଛି, ଅଭାବ କିଛି ନାହିଁ। ଯିଏ ଅଭାବ ପଇଲା, ରଘୁନାଥପୁରରେ ଗୋଟେ ବଙ୍ଗାଳୀ ଅଛି, ସେ 5000 3000 ସେ ଦିଏ। ବାବା ଏତେ ଦିନ ଭିତରେ କିଛି ଦେହ ଅସୁସ୍ଥ ଏବେ ହେଲା ନା ଆଗରୁ ହେଇଥିଲା? ଏଇ ବର୍ଷ ଟିକେ କମଜୋରି ହେଇଗଲା, ଟିକେ ସାଇକେଲ ଚଲେଇ ଯାଇ ହଉନି, ଗଲାବେଳକୁ ଫାସି ଯାଉଛି। 95 ବର୍ଷ ହେଲାଣି, ଆଉ କ'ଣ କରିବା, ଯାହା ଥବ। 95 ବର୍ଷ ହେଇଗଲାଣି? ଆମ ବଡ଼ ଭାଇ 105 ବର୍ଷରେ ମଲେ, ଭଉଣୀ ଗୋଟା 115 ବର୍ଷରେ ମରିଥିଲା, ଆଉ ଗୋଟା 113 ବର୍ଷରେ ଭଉଣୀ ମରିଥିଲା। ତାପରେ ତ ମୋ ନମ୍ବର ଅଛି, ଆଉ ଯାହା ହବ କ'ଣ କରିବା। ବାବା ଆପଣ ଯାହା ହଉ ଏତେ ବର୍ଷରେ ବି ଆପଣଙ୍କ ମୁଖରେ ମତେ ଭାରି କଷ୍ଟ ଲାଗୁଛି ପରା। ଏ କେଯାଏ ହେଲାଣି ଯେ ଗାଁ ଓଳିବା ପାଇଁ, ଏହା ସବୁ ସକାଳୁ ଓଳଉଛି। ଏଇ ସ୍ଥାନଟି ପୁରା ଚାରିପଟ ଘଞ୍ଚ ଜଙ୍ଗଲ ରହିଛି, ଘଞ୍ଚ ଜଙ୍ଗଲ ଭିତରେ ଏଇ ସ୍ଥାନଟି ରହିଛି। 279 ଏକର ଜଙ୍ଗଲ। 279 ଏକର ଜଙ୍ଗଲ? ହରିଣ ବୋଝେଇ ହେଇଛନ୍ତି, 100 ହରିଣ। ବାଘ ନାହାନ୍ତି, ବାଘ ସେ ଆଉ ଏଇଟା ହେଟା ଥିବେ, ହେଟା ଅଳ୍ପ ଅଛନ୍ତି। ବାଘ ସିଂହ ଏଗୁଡ଼ାକ ନାହାନ୍ତି, ହରିଣ ବୋଝେଇ ହେଇଛନ୍ତି। ହରିଣ ସକାଶେ ତ ଜଙ୍ଗଲ ବାଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିକି ଦେବାଲ ବୁଲେଇଛନ୍ତି ଆଉ, ବାହାରକୁ ବାହାରି ଯାଉଛନ୍ତି ବୋଲି ଫସଲ ରଖୁନାହାନ୍ତି, ଖାଇଯାଉଛନ୍ତି। କିନ୍ତୁ ଅନେକ ଘଟଣା ଆମେ ଯାହା ଦେଖିଲେ, ମହାବାତ୍ୟା ଯେତେବେଳେ ଆସିଥିଲା 1999 ମସିହାରେ, ସେତେବେଳେ ବାବା ଏଇ ସ୍ଥାନ କ'ଣ ସବୁ କ୍ଷୟକ୍ଷତି ହେଇଥିଲା? ଇଠିକି ପାଣି ଆସିନଥିଲା, ସେ ପବନ ହେଇଥିଲା, ଜଙ୍ଗଲ ତ ଗଛ କେଯାଏ ଭାଙ୍ଗିବ, ଥୋଡ଼ା ଭାଙ୍ଗି ଯାଇଛି। ଆଉ ସେତେବେଳେ ମୁଁ 99 ବାତ୍ୟାରେ ଘରେ ଥିଲି, 99 ବାତ୍ୟାରେ ଘରେ ଥିଲି, ତାପରେ ଆଇଲି। ମୁଁ ଦେଖିଲି 95 ମସିହା ବଢ଼ି, 82 ବନ୍ୟା ବଢ଼ି, 99 ବାତ୍ୟା, ଆହୁରି ଗୋଟେ ତା ଭିତରେ ହେଇଥିଲା ବାତ୍ୟା, ଏଗୁଡ଼ା ସବୁ ମୁଁ ଦେଖିଛି। ଏଇସବୁ ଯୋଉ ଘଟଣା ଘଟିଛି, ସେ ତ ସବୁ ଯାକ ଏମିତି ଯାହା କଥା ଆସୁଛି ମାଳିକାରେ ବି ତାହା ମହାପୁରୁଷ ବର୍ଣ୍ଣନା କରିଛନ୍ତି। ଏମିତି ଯାହା କହୁଛି ଇଏ ସେଇଆ ଚାଲିଛି ଏଇସା, ଆଉ ମାଳିକା କଥା କିଛି ଭୁଲ ନାହିଁ, ଠିକ ଚାଲିଛି। ମାଳିକା ଯାହା କହୁଛି ସବୁ ଠିକ, କେବେ ଭୁଲ ନାହିଁ। ବାବା ମହାପୁରୁଷ ବି ଏଇ ସ୍ଥାନଟି ମାଳିକାରେ ବର୍ଣ୍ଣନା କରିଛନ୍ତି। ଏଇଟା କରିଛନ୍ତି। ଆ ଭିତରେ କୋଉଠି ଗୋଟେ ଗଛ ଅଛି, କେହି କୋଉଠି ପାଇନାହାନ୍ତି, ସିଏ ସେମିତି କିଏ ଥବ ସାଧୁ, ରାତିରେ 3 ପତର ହବ, ସକାଳୁ
ଉଠିଲା ବେଳକୁ ଗୋଟିଏ ପତ୍ର ଆକାଶକୁ ଯିବ, ଗୋଟିଏ ମର୍ତ୍ତ୍ୟରେ ରହିବ, ଗୋଟିଏ ପାତାଳକୁ ଯିବ। ସେ ଗଛ କେହି ପାଇନାହାନ୍ତି। ଆପଣ ଏଇ ସ୍ଥାନରେ ସେଟା ହଁ, ଏଇ ଦିଗରେ ଅଛି, ପୂର୍ବ ଦିଗରେ ପୂର୍ବ ଦିଗରେ ସେ ଗଛଟି ଅଛି। ଗଛ ଅଛି। କେହି ସେ ଗଛ ଚିହ୍ନି ପାରିବେନି। ପତ୍ର ତ ନାହିଁ, ଆଉ ଚିହ୍ନିବ କଣ? କଣ କହିଲେ, ଆଉ ଥରେ କହିଲେ ଟିକେ। ସେ ଏବେ ଅମର ସେ ଗଛ। ସେ ଗଛ ଯିଏ ଦେଖିବ ସେ ଅମର। ହଁ, ଖାଇବା ତ ଦୂର କଥା, ଯିଏ ଦେଖିବ ସେ ଅମର। ଆଉ ସେ ଗଛ କେହି ଦେଖିପାରିବେନି। ହଁ, ଗୋଟିଏ ଆକାଶକୁ, ଗୋଟିଏ ମର୍ତ୍ତ୍ୟରେ, ଗୋଟିଏ ପାତାଳରେ, ତିନିଟା ପତ୍ର। ସକାଳୁ ରାତିରେ ହବ, ସକାଳୁ ଦେଖିଲା ବେଳକୁ କିଛି ନଥିବ। ସେ ଗଛରେ 3ଟି ପତ୍ର ମାତ୍ର ହବ। 3ଟା ପତ୍ର ହବ। ଅଚ୍ୟୁତ ପରା ନିଜେ କହିଛନ୍ତି। ସେଇ ନିଜେ କହିଛନ୍ତି ପୂର୍ବ ଦିଗରେ ଅଛି ସେ ଗଛ। ବହୁତ ଲୋକ ଆସିକିରି ବମ୍ବେ ଦିଲ୍ଲୀ ଫିଲ୍ଲି ବହୁତ ଲୋକ ଆସିକି ଖୋଜିଲେଣି। ବହୁତ କିଏ ପାଇବ? ବମ୍ବେ ଦିଲ୍ଲୀ ବାହାରୁ ବି ଲୋକ ଆସି ଖୋଜିଲେଣି। ଏଇଠି କଣ କମ ଲୋକ ଆଉଛନ୍ତି ଏଇ ଉଠେଇକି ନେବା ପାଇଁ? ସେ ଗଛ ନାଇଁ, ଏଇ ଯୋଉ ଠାକୁରଙ୍କର ଗଛ ତ କେହି ପାଇବେନି, ଆଉ କଣ ଦେବେ? ସେ ଗଛ ବିଷୟରେ କୋଉ ମାଳିକାରେ ବର୍ଣ୍ଣନା କରାଯାଇଛି? ମାଳିକା ଅଚ୍ୟୁତାନନ୍ଦ ସେ କହିଛନ୍ତି। ବାବା, ଗୋଟିଏ ପତ୍ର ଆକାଶକୁ ଯିବ, ଗୋଟିଏ ପତ୍ର ମର୍ତ୍ତ୍ୟରେ ରହିବ, ଗୋଟିଏ ପତ୍ର ପାତାଳକୁ ଯିବ। 3ଟା ପତ୍ର 3 ଜାଗାକୁ ଯିବ। ସେ ପତ୍ର ଗଲେ କଣ ସବୁ ଘଟଣା ଘଟିବ? ତାଙ୍କର ତ ସେ ଯୁଗରୁ ଅଛି ଆଉ। 3ଟା ପତ୍ର ହବ, 3 ଯୁଗକୁ ଯିବ ଆଉ। ଗୋଟା ଦେବତାଙ୍କର, ଗୋଟେ ମର୍ତ୍ତ୍ୟରେ ରହିବ, ଗୋଟେ ପାତାଳକୁ ଯିବ ଆଉ। ମାନେ ସେଇ ଗଛଟା ଏଇ କ୍ଷେତ୍ରରେ ହିଁ ହବ। ଏଇ କ୍ଷେତ୍ରରେ ଅଛି, ହଉଛି, ତା କେହି ଦେଖିପାରିବେନି। ଦର୍ଶକ ବନ୍ଧୁ, ଏକ ବଡ କଥା ଯାହା ବାବା କହୁଛନ୍ତି ଯେ ମହାପୁରୁଷ ବର୍ଣ୍ଣନା କରିଛନ୍ତି ଯେ ଗୋଟିଏ ଗଛ ହେବ ଏଇ କ୍ଷେତ୍ରରେ ବା ହୋଇଛି, କିନ୍ତୁ ସେ ଗଛରେ ମାତ୍ର 3ଟି ପତ୍ର ହବ। ଗୋଟିଏ ପତ୍ର ଆକାଶକୁ ଯିବ, ଗୋଟିଏ ପତ୍ର ମର୍ତ୍ତ୍ୟରେ ରହିବ, ଆଉ ଗୋଟିଏ ପତ୍ର ପାତାଳକୁ ଯିବ। ଏମିତି ଅଲୌକିକ ଘଟଣା ବାବା ଘଟିବ। ହଁ, ଘଟିଛି ତ ସେ କୋଉ ଯୁଗରୁ, ସତ୍ୟ ଯୁଗରୁ ଆଉ ଅଛି ଆଉ। ଯେତେବେଳେ କଳି ଶେଷ ହବ କଣ ସବୁ ଘଟଣା ଏଇଠି ଘଟିବ? ଏଠିକି ସେମିତି ହବନି କିଛି। ୟା ପାଖରେ କିଛି ହବନି। ଏଠି କେହି ଆସିବନି। ଇଏ ଯୋଉ ଅଛନ୍ତି ଦେବତା ବା ଯୋଉ ଋଷି ଅଛନ୍ତି, ଏଠିକି କିଛି ହବନି। କଳି ଶେଷରେ ସବୁ କଣ ସବୁ ଘଟଣା ଘଟିବ ଆମ ଦର୍ଶକ ବନ୍ଧୁ ମାନେ ଟିକେ ବାବା କହିବେ? ଏଇ ତ ଏଇ ହଣାକଟା ହେବେ, ଆଉ କଣ? କଳି ଯୁଗ ସରିବ? ହଁ, ସରିବନି। ସତ୍ୟ ଯୁଗ କେମିତି ହବ? କଳିଯୁଗ ନ ସରିଲେ ସତ୍ୟ ଯୁଗ କେମିତି ହବ? କଳିଯୁଗ ନିଶ୍ଚୟ ସରିବ। ମହାପ୍ରଭୁ କଳିକି ଆସିବେ? କଳିକି ନହେଲେ ସେ ଅନ୍ୟ ରୂପରେ ଆସିବେ ଆଉ କଣ? ଆଉ ସେ କଣ 12 ହାତ ଖଣ୍ଡା ଧରିକି ଆସିବେ? ସେମିତି ନାହିଁ। ରୋଗ ବ୍ୟାଧି ହବ, ରୋଗ ବ୍ୟାଧିରେ ଯିବେ ସବୁ ଆଉ। ମାଳିକାରେ ବର୍ଣ୍ଣନା କରାଯାଇଛି ଶେଷରେ ମହାପ୍ରଭୁ ନିଜେ କଳିକି ଅବତାର ନେଇକି ମେଷ ସଂହାର କରିବେ। ସେ ହେଇଛି, ସେ ଇଏ ନୁହଁ, ସେ ଯୋଉ ଯୁଦ୍ଧ ବୁଦ୍ଧ ହୁଏ, ସେ ତ ଯୋଉ ଯୁଦ୍ଧ ହେଲା କଟକରେ ବା ଦୁବରା ପାଖରେ ନା କୋଉଠି ହବ, ମାଳିକା କୋଉଠି, ସେଠିକି ଆସିବେ। ସେ ଆଉ କଣ ମଣିଷ ରୂପରେ ଆସିବେ ନା ଆଉ କଣ ଦେବତା ରୂପରେ ଆସିବେ? ଏଇ ଆସିକି ହଣାହଣି ହେଲେ ଆମ ଧର୍ମ ଭିତରେ କଣ ଯୁଦ୍ଧ ହବ? ନାଇଁ, ଧର୍ମ କୋଉଠି ଯୁଦ୍ଧ କରିବ? ଅଧର୍ମ କରିବ ନା ଆଉ। ଅଧର୍ମ ମାନଙ୍କୁ ମାରିବ ନା, ଆଉ ଧର୍ମ ମାନଙ୍କୁ କାହିଁ ଯିବ? ଧର୍ମ ମାନଙ୍କୁ ଛୁଇଁବନି। ଧର୍ମୀ ଅଧର୍ମୀ ସହିତ ଯୁଦ୍ଧ ହବ। ହଁ, ଧର୍ମ ମାନେ ଧର୍ମ ଯୋଉମାନେ ସେମାନେ ପରୀକ୍ଷା ତାଙ୍କୁ କରିଦେବେ ଆଉ କଣ? ସେ କାହିଁକି ଯିବେ? ଏଠି ହଣାକୁଟା ହେଇଛି, ଆମେ କାହିଁକି ଏଠିକି ଆସିବୁ? ଆମର କଣ ଅଛି? ଯିଏ କଳି ଯୁଗରେ ଯିଏ ଅସତ୍ୟରେ ଅଛନ୍ତି, ତାଙ୍କରି ଭିତରେ ହଣାହଣି ହେଲେ ଆଉ କଣ ହେବେ ଆଉ କଣ? ବାବା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦର୍ଶକ ବନ୍ଧୁ, ଯେତେବେଳେ ଶୁଣୁଥିଲେ ବାବା ଆଜି ଅସୁସ୍ଥ ଅଛନ୍ତି, ତଥାପି ଆପଣଙ୍କୁ ବହୁତ କଥା କହିଲେ।